द्रौपदीଙ୍କ प्रश्न श्रीकृष्णଙ୍କର रहस्यमय उत्तर। ମୋ ସହ ଏତେ ଅନ୍ୟାୟ କାହିଁକି ହେଲା? ମହାଭାରତର ସବୁଠାରୁ ବେଦନାଭରା ଘଟଣାମାନଙ୍କ ମଧ୍ୟରୁ ଦ୍ରୌପଦୀଙ୍କ ଜୀବନ ଗୋଟିଏ ଅଦ୍ଭୁତ ଅଧ୍ୟାୟ। ସେ ଥିଲେ ରାଜକୁମାରୀ, ଅଗ୍ନିରୁ ଜନ୍ମ ନେଇଥିବା ଦିବ୍ୟ ଜ୍ଞାନ, 5 ପାଣ୍ଡବଙ୍କ ପତ୍ନୀ। କିନ୍ତୁ ତାଙ୍କ ଜୀବନରେ ଥିଲା ଅସୀମ ଅପମାନ, ବେଦନା ଓ ଅନ୍ୟାୟ। ଏକ ଦିନ ଦ୍ରୌପଦୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଏମିତି ଏକ ପ୍ରଶ୍ନ କଲେ ଯାହା ଶୁଣି ସମସ୍ତ ଲୋକ ନୀରବ ହୋଇଗଲେ। ଦ୍ରୌପଦୀ କାନ୍ଦି କାନ୍ଦି କହିଲେ, ହେ ମାଧବ, ମୁଁ କେଉଁ ପାପ କରିଥିଲି? ମୋ ସହ ଏତେ ଅନ୍ୟାୟ କାହିଁକି ହେଲା ପ୍ରଭୁ? ମୋତେ ସଭା ମଝିରେ ଅପମାନ କରାଗଲା। ମୋ ସ୍ୱାମୀମାନେ ସବୁ ଦେଖିଲେ ମଧ୍ୟ ଚୁପ୍ ରହିଲେ। ମୋର ଜୀବନ କେବଳ କଷ୍ଟରେ କାହିଁକି ଭରିଗଲା? ଏହି ପ୍ରଶ୍ନର ଉତ୍ତରରେ ଶ୍ରୀକୃଷ୍ଣ ଯେତେବେଳେ ତାଙ୍କ ପୂର୍ବଜନ୍ମର ରହସ୍ୟ କହିଲେ, କୁହାଯାଏ ତ୍ରିଭୁବନ ଥରି ଉଠିଲା। ଦ୍ରୌପଦୀଙ୍କ ଜନ୍ମର ରହସ୍ୟ। ଦ୍ରୌପଦୀ ସାଧାରଣ ନାରୀ ନୁହେଁ, ସେ ଅଗ୍ନିକୁଣ୍ଡରୁ ଜନ୍ମ ନେଇଥିଲେ। ରାଜା ଦ୍ରୁପଦ ଗୁରୁ ଦ୍ରୋଣଙ୍କୁ ପରାଜିତ କରିବା ପାଇଁ ଏକ ମହାଯଜ୍ଞ କରିଥିଲେ। ସେହି ଯଜ୍ଞର ଅଗ୍ନିରୁ 2 ଜଣ ସନ୍ତାନ ପ୍ରକାଶ ପାଇଥିଲେ, ଧୃଷ୍ଟଦ୍ୟୁମ୍ନ, ଦ୍ରୌପଦୀ। ଦ୍ରୌପଦୀଙ୍କ ଜନ୍ମ ସହିତ ଆକାଶବାଣୀ ହୋଇଥିଲା, ଏହି ନାରୀ ଭବିଷ୍ୟତରେ ଅଧର୍ମର ନାଶର କାରଣ ହେବ। ସେତେବେଳେ କେହି ବୁଝିପାରିନଥିଲେ ଯେ ଏହି ଦିବ୍ୟ ଜ୍ଞାନାଙ୍କ ଜୀବନରେ କେତେ ବଡ଼ ଝଡ଼ ଆସିବ। 5 ପତିଙ୍କ ପତ୍ନୀ କାହିଁକି ହେଲେ? ଦ୍ରୌପଦୀଙ୍କ ଜୀବନ ସବୁଠାରୁ ବଡ଼ ରହସ୍ୟ ଥିଲା। ସେ 5 ପାଣ୍ଡବଙ୍କ ସହ ବିବାହ କାହିଁକି କଲେ? ଏହାର ଉତ୍ତର ତାଙ୍କ ପୂର୍ବଜନ୍ମରେ ଲୁଚିଥିଲା। କୁହାଯାଏ ପୂର୍ବଜନ୍ମରେ ଦ୍ରୌପଦୀ ଏକ ଋଷି କନ୍ୟା ଥିଲେ। ସେ ବହୁତ ସୁନ୍ଦରୀ, ପବିତ୍ର ଓ ଭଗବାନ ଶିବଙ୍କ ଭକ୍ତ ଥିଲେ। ସେ ଚାହୁଁଥିଲେ ଯେ ତାଙ୍କ ସ୍ୱାମୀ ହୁଅନ୍ତୁ ବଳଶାଳୀ, ଧର୍ମାତ୍ମା, ମହା ଧନୁର୍ଦ୍ଧର, ଅତ୍ୟନ୍ତ ସୁନ୍ଦର ଓ ବୁଦ୍ଧିମାନ। ସେ କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କଲେ। ଭଗବାନ ଶିବ ପ୍ରକାଶ ହୋଇ କହିଲେ, ବର ମାଗ। ସେ ଭାବବିହ୍ୱଳ ହୋଇ 5 ଥର କହିଦେଲେ, ମୋତେ ଏମିତି ସ୍ୱାମୀ ଦିଅନ୍ତୁ। ଶିବ ହସି କହିଲେ, ତୁମେ 5 ଥର ମାଗିଛ, ତେଣୁ ପରବର୍ତ୍ତୀ ଜନ୍ମରେ ତୁମର 5 ଜଣ ସ୍ୱାମୀ ହେବେ। ଏହା ଶୁଣି ସେ ଭୟଭୀତ ହେଲେ। ସେ କହିଲେ, ପ୍ରଭୁ, ମୁଁ ତ ଏକ ସ୍ୱାମୀ ଚାହୁଁଥିଲି। କିନ୍ତୁ ଶିବ କହିଲେ, ଏହା ତୁମର ଭାଗ୍ୟରେ ଲେଖାଯାଇଛି। ଏହି କାରଣରୁ ଦ୍ରୌପଦୀ 5 ପାଣ୍ଡବଙ୍କ ପତ୍ନୀ ହେଲେ। ଦ୍ୱିତୀୟ ସଭାରେ ଅପମାନ। ମହାଭାରତର ସବୁଠାରୁ ଭୟଙ୍କର ଘଟଣା ହେଉଛି ଦ୍ୱିତୀୟ ସଭାର ସେହି ଅପମାନ। ଦୁର୍ଯ୍ୟୋଧନ ଓ ଶକୁନି ଚଳ କୌଶଳରେ ଯୁଧିଷ୍ଠିରଙ୍କୁ ଜୁଆରେ ହରାଇଦେଲେ। ପ୍ରଥମେ ରାଜ୍ୟ, ପରେ ଧନ, ପରେ ଭାଇମାନେ ଏବଂ ଶେଷରେ ଦ୍ରୌପଦୀଙ୍କୁ ମଧ୍ୟ ଜୁଆରେ ଲଗାଇଦେଲେ। ଦୁଶାସନ ଦ୍ରୌପଦୀଙ୍କୁ କେଶ ଧରି ସଭାରୁ ଟାଣି ଆଣିଲା। ସେ କାନ୍ଦି କାନ୍ଦି ପଚାରିଲେ, ଯେ ସ୍ୱାମୀ ନିଜକୁ ହାରି ସାରିଛନ୍ତି, ସେ କିପରି ନିଜ ପତ୍ନୀଙ୍କୁ ଜୁଆରେ ଲଗାଇ ପାରିବେ? କିନ୍ତୁ ସଭା ନୀରବ ରହିଲା। ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ ସମସ୍ତେ ଚୁପ୍ ଥିଲେ। ଦୁଶାସନ ଦ୍ରୌପଦୀଙ୍କ ବସ୍ତ୍ରହରଣ କରିବାକୁ ଚେଷ୍ଟା କଲା। ସେତେବେଳେ ଦ୍ରୌପଦୀ 2 ହାତ ଉଠାଇ କହିଲେ, ହେ ଗୋବିନ୍ଦ, ହେ ମାଧବ, ଏବେ ମୋତେ କେବଳ ତୁମେ ରକ୍ଷା କରିପାରିବ। ଏବଂ ସେହି ମୁହୂର୍ତ୍ତରେ ଚମତ୍କାର ହେଲା। ଦୁଶାସନ ଯେତେ ବସ୍ତ୍ର ଟାଣୁଥିଲେ, ବସ୍ତ୍ର ସେତେ ବଢ଼ୁଥିଲା। ଦୁଶାସନ କ୍ଳାନ୍ତ ହୋଇପଡ଼ିଲା, କିନ୍ତୁ ଦ୍ରୌପଦୀଙ୍କ ଲଜ୍ଜା ରକ୍ଷା ହେଲା। ଦ୍ରୌପଦୀଙ୍କ ପ୍ରଶ୍ନ। ଏହି ଘଟଣା ପରେ ଏକ ଦିନ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ କୃଷ୍ଣ, ମୁଁ ଭକ୍ତି କରିଲି, ଧର୍ମର ପଥରେ ଚାଲିଲି, ତଥାପି ମୋ ସହ ଏତେ ଅନ୍ୟାୟ କାହିଁକି ହେଲା? ମୁଁ କେଉଁ ପାପ କରିଥିଲି? ଏହି ପ୍ରଶ୍ନ ଶୁଣି ଶ୍ରୀକୃଷ୍ଣ କିଛି ମୁହୂର୍ତ୍ତ ନୀରବ ରହିଲେ। ତାପରେ ସେ ଗଭୀର ସ୍ୱରରେ କହିଲେ, ହେ କୃଷ୍ଣ, ଏହି ସଂସାରରେ କୌଣସି କର୍ମ ବ୍ୟର୍ଥ ଯାଏ ନାହିଁ। ପୂର୍ବଜନ୍ମର ରହସ୍ୟ ଶ୍ରୀକୃଷ୍ଣ କହିଲେ, ପୂର୍ବ ଜନ୍ମରେ ତୁମେ ଗୋଟିଏ ରାଜକୁମାରୀ ଥିଲ। ଏକ ଦିନ ତୁମେ ଗୋଟିଏ ଆହତ ଋଷିଙ୍କୁ ଦେଖିଲ। ସେ ଋଷିଙ୍କ ବସ୍ତ୍ର ପବନରେ ଉଡ଼ି ଯାଇଥିଲା। ସେ ଲଜ୍ଜାରେ ବିବ୍ରତ ଥିଲେ, କିନ୍ତୁ ସାହାଯ୍ୟ କରିବାର ବଦଳରେ ତୁମେ ତାଙ୍କୁ ଦେଖି ହସିଥିଲ। ଏହି ଅପମାନର କର୍ମଫଳ ସ୍ୱରୂପ ତୁମକୁ ଏହି ଜନ୍ମରେ ସଭା ମଝିରେ ଅପମାନ ସହିବାକୁ ପଡ଼ିଲା। ଦ୍ରୌପଦୀ ଏହା ଶୁଣି ନୀରବ ହୋଇଗଲେ। ତାଙ୍କ ଆଖିରୁ ଲୁହ ଝରି ପଡ଼ିଲା। କୃଷ୍ଣଙ୍କ ଗଭୀର ଶିକ୍ଷା। ଶ୍ରୀକୃଷ୍ଣ କହିଲେ, ହେ ଦ୍ରୌପଦୀ, ମଣିଷ ନିଜ କର୍ମର ଫଳ ନିଶ୍ଚୟ ପାଏ। କିନ୍ତୁ ମନେ ରଖ, ତୁମେ ଏହି ଜନ୍ମରେ ଅଧର୍ମ ବିରୁଦ୍ଧରେ ଦଣ୍ଡାୟମାନ ହେଲା। ତୁମର ଅପମାନ ହିଁ କୁରୁକ୍ଷେତ୍ର ଯୁଦ୍ଧର କାରଣ ହେଲା। ତୁମ ମାଧ୍ୟମରେ ଅଧର୍ମର ନାଶ ହେଲା। ତୁମେ କେବଳ ନାରୀ ନୁହେଁ, ତୁମେ ଧର୍ମର ଶକ୍ତି। କୁରୁକ୍ଷେତ୍ରର ମହାଯୁଦ୍ଧ। ଦ୍ରୌପଦୀଙ୍କ ଅପମାନ ପରେ ପାଣ୍ଡବମାନେ ପ୍ରତିଜ୍ଞା କଲେ। ଭୀମ କହିଲେ, ମୁଁ ଦୁଶାସନଙ୍କ ଛାଡ଼ି
ଛାତି ଫାଡ଼ି ତାଙ୍କ ରକ୍ତ ପିଇବି। ଅର୍ଜୁନ କହିଲେ, ମୁଁ କର୍ଣ୍ଣକୁ ବଧ କରିବି। ଏବଂ ଶେଷରେ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା। ଲକ୍ଷ ଲକ୍ଷ ଯୋଦ୍ଧା ମୃତ୍ୟୁବରଣ କଲେ। ଅଧର୍ମର ଶେଷ ହେଲା। ଦୁର୍ଯ୍ୟୋଧନ, ଦୁଶାସନ, ଶକୁନି ସମସ୍ତଙ୍କର ନାଶ ହେଲା। ଦ୍ରୌପଦୀଙ୍କ ବେଦନା। ଯୁଦ୍ଧ ପରେ ମଧ୍ୟ ଦ୍ରୌପଦୀଙ୍କ ଜୀବନରେ ଶାନ୍ତି ଆସିଲା ନାହିଁ। ତାଙ୍କ 5 ପୁଅଙ୍କୁ ଅଶ୍ୱତ୍ଥାମା ରାତିରେ ହତ୍ୟା କରିଦେଲା। ଦ୍ରୌପଦୀ ପୁଣି କାନ୍ଦି ଉଠିଲେ। ସେତେବେଳେ ମଧ୍ୟ ଶ୍ରୀକୃଷ୍ଣ ତାଙ୍କୁ ଧୈର୍ଯ୍ୟ ଦେଲେ। କୃଷ୍ଣ କହିଲେ, ଏହି ସଂସାର କ୍ଷଣଭଙ୍ଗୁର। ଏଠାରେ କେହି ସଦା ରହିବେ ନାହିଁ। ଦ୍ରୌପଦୀଙ୍କ ଶେଷ ଯାତ୍ରା। ଶେଷରେ ପାଣ୍ଡବମାନେ ସ୍ୱର୍ଗ ଯାତ୍ରାରେ ବାହାରିଲେ। ସବୁଠାରୁ ପ୍ରଥମେ ଦ୍ରୌପଦୀ ପଡ଼ିଗଲେ। ଭୀମ ଯୁଧିଷ୍ଠିରଙ୍କୁ ପଚାରିଲେ, ଦ୍ରୌପଦୀ କାହିଁକି ପଡ଼ିଗଲେ? ଯୁଧିଷ୍ଠିର କହିଲେ, ସେ 5 ଜଣ ସ୍ୱାମୀଙ୍କ ମଧ୍ୟରୁ ଅର୍ଜୁନକୁ ଅଧିକ ଭଲ ପାଉଥିଲେ। ସେହି କାରଣରୁ ସେ ପଡ଼ିଗଲେ। ଏହା ଦେଖାଏ ମଣିଷ ଯେତେ ମହାନ ହେଉନାହିଁ, ଦୁର୍ବଳତାର ଫଳ ମଧ୍ୟ ଭୋଗିବାକୁ ପଡ଼େ। ଏହି କାହାଣୀରୁ ଆମେ କ'ଣ ଶିଖିବା? କର୍ମର ଫଳ ନିଶ୍ଚୟ ମିଳେ। ଭଲ କର୍ମ ଭଲ ଫଳ ଦିଏ, ଖରାପ କର୍ମ ଖରାପ ଫଳ ଦିଏ। ଅଧର୍ମର ସଦାଦଣ୍ଡ ରହେ ନାହିଁ। ଦୁର୍ଯ୍ୟୋଧନର ଶକ୍ତି ଥିଲା, କିନ୍ତୁ ଶେଷରେ ଧର୍ମର ବିଜୟ ହେଲା। ଭଗବାନ ସବୁବେଳେ ଭକ୍ତଙ୍କ ସହ ଅଛନ୍ତି। ଦ୍ରୌପଦୀ ସବୁ ଛାଡ଼ି କୃଷ୍ଣକୁ ଡାକିଥିଲେ ଏବଂ କୃଷ୍ଣ ତାଙ୍କ ଲଜ୍ଜା ରକ୍ଷା କରିଥିଲେ। ଅହଙ୍କାରର ଶେଷ ନିଶ୍ଚିତ। କୌରବମାନଙ୍କ ଅହଙ୍କାର ତାଙ୍କ ନାଶର କାରଣ ହେଲା। ଶେଷ ବାର୍ତ୍ତା। ଦ୍ରୌପଦୀଙ୍କ ଜୀବନ କେବଳ ବେଦନାର କାହାଣୀ ନୁହେଁ, ଏହା ଧର୍ମ, କର୍ମ, ଭକ୍ତିର ମହାଶିକ୍ଷା। ସେ ଆମକୁ ଶିଖାଇଥାନ୍ତି, କଷ୍ଟରେ ଭାଙ୍ଗି ପଡ଼ିବା ନୁହେଁ, ଭଗବାନ ଉପରେ ଭରସା ରଖିବା, ଅଧର୍ମ ବିରୋଧରେ ଦଣ୍ଡାୟମାନ ହେବା। କାରଣ ଶେଷରେ ଧର୍ମରେ ହିଁ ବିଜୟ ହୋଇଥାଏ। ମୁଁ ଆଶା କରୁଛି ଆପଣମାନଙ୍କୁ ଏହି ରହସ୍ୟମୟ ମହାଭାରତର ଅଧର୍ମ ପ୍ରତି ଧର୍ମର ଲଢ଼େଇ କାହାଣୀଟି ନିଶ୍ଚିନ୍ତ ଭଲ ଲାଗିଥିବ। ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରନ୍ତୁ। ଏହିଭଳି ରହସ୍ୟମୟ, ଭକ୍ତିମୟ, ଜ୍ଞାନମୟ ଭିଡ଼ିଓ ନେଇ ମୁଁ ପୁଣି ଆସିବି। ରହିଲି। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।